ଆଜି ମୁଁ ଗୋଟେ ଏମିତି ଆଇଟମ୍ ବନେଇଛି ଯିଏ ଦେଖିବ ଲାଇକ୍ ନ କରି ରହିପାରିବନି। କଣ ଜାଣିପାରିଲେ ତ? ଥମ୍ବନେଲରୁ ତ ଆପଣ ଜାଣିସାରିବେଣି। ମୁଁ ଆଜି ଗୁପଚୁପ୍ ବନେଇଛି ପୁରା ଚଟପଟା ଆଉ ସ୍ପାଇସି ଗୁପଚୁପ୍। ଗୁପଚୁପ୍ ଗୋଟେ ଏମିତି ଜିନିଷ ପିଲାଠୁ ଆରମ୍ଭ କରି ବୁଢାବୁଢୀ ପର୍ଯ୍ୟନ୍ତ କାହାକୁ ଭଲ ନ ଲାଗେ କହିଲେ? ଆଉ ଗୁପଚୁପ୍ ଭଳିଆ ଜିନିଷ ମାନେ ରୋଡ ସାଇଡ ରେ ଠିଆ ହେଇକି ଖାଇବାକୁ ହିଁ ବହୁତ ଭଲ ଲାଗେ। ତମେ ଯୋଉ ରେଷ୍ଟୁରାଣ୍ଟ କ୍ୟାଫେ ଯୋଉଠିକି ବି ଯାଅ ଗୁପଚୁପ୍ ମାନେ ଥାଏ ଭଲ, କିନ୍ତୁ ରୋଡ ସାଇଡ ବାଲା ଗୁପଚୁପ୍ ର ଟେଷ୍ଟ କୋଉଠି ମିଳେନି। ଆଜି ମୁଁ ସେମିତି ରୋଡ ସାଇଡ ବାଲା ଗୁପଚୁପ୍ ହିଁ ବନେଇଛି, ପୁରା ପରଫେକ୍ଟ ବନେଇଛି। ଆଉ ତା ସହିତ ଆଳୁର ଗୋଟେ ବଢିଆ ମସଲା, ଆଉ ତା ସହିତ ଚଟପଟା ଖଟା ପାଣି, ମାନେ ପୁଦିନା ଆଉ ତେନ୍ତୁଳିର ପାଣି, ଯୋଉଟା କି ବହୁତ ସ୍ପାଇସି ହେଇଥିଲା ଆଉ ବହୁତ ଟେଷ୍ଟି ବି ଲାଗୁଥିଲା। ଆଉ ଗୁପଚୁପ୍ ଟା ବି ପୁରା ପରଫେକ୍ଟ ବନିଥିଲା, ପୁରା ଦୋକାନ ଭଳି। ଆଉ ଆପଣ ଶେଷ ପର୍ଯ୍ୟନ୍ତ ଭିଡିଓ ଟା ଦେଖନ୍ତୁ। ଆପଣ ବି ଜାଣିପାରିବେ ଦେଖିଲେ କେତେ ପରଫେକ୍ଟ ଆଉ କ୍ରିସ୍ପି ହେଇଛି। ଆଉ ଠିକ ଭାଗ ମାପ ହେଲେ ପୁରା ଆପଣଙ୍କର ବି ପୁରା ପରଫେକ୍ଟ ବନିବ। କିଛି ବର୍ଷ ତଳେ ମୋର ଆଉ ମୋ ଭଉଣୀର ମିଶିକି ବହୁତ ଥର ଟ୍ରାଏ କରୁଛୁ। ଦି ତିନି ଥର ତ ଟ୍ରାଏ କରୁଛୁ। କୋଉ ଥର ତ ପୁରା ପାପଡି ହେଇଯାଏ, ଭଲସେ ଫୁଲେନି। ଆଉ କୋଉ ଥର ଫୁଲିଯିବ କିନ୍ତୁ ପୁରା ନରମ ପୁରୀ ଭଳି ହେଇଯିବ। କିନ୍ତୁ ଆଜି ଏତେ ପରଫେକ୍ଟ ବନିଛି ମତେ ନିଜକୁ ହିଁ ବହୁତ ଖୁସି ଲାଗୁଛି। ଆଉ ଆମ ଓଡିଶାରେ ତ ଆଳୁ ଫିଲିଙ୍ଗ ଟା ହିଁ ମାନେ ଗୁପଚୁପ୍ ପାଇଁ ଆଳୁ ଫିଲିଙ୍ଗ ଟା ହିଁ ପରଫେକ୍ଟ। ଆଉ ମୁଁ କେତେଟା ଭିଡିଓରେ ଦେଖିଛି ବାହାରେ ସବୁ ଥାଏ ବଏଲ ଚିକ୍ ପିସ୍ ଆଉ ଆଉ ଗଜା ମୁଗ। ନା ନା ମତେ କାହିଁ ଲାଗୁନି ସେଇଟା କିଛି ଟେଷ୍ଟ ଲାଗୁଥିବ ବୋଲି। ଆମ ଓଡିଶା ଗୁପଚୁପ୍ ଭଳିଆ କୋଉଠି ନାହିଁ। ଏବେ ମୁଁ ଗୁପଚୁପ ର ଡୋ ଟା ବନେଇକି ଟିକେ ରେଷ୍ଟ ଦବା ପାଇଁ ଛାଡି ଦେଇଛି 10 ମିନିଟ। ସେଇଟା ମୁଁ ଅଟା ଆଉ ସୁଜିରେ ବନେଇ ଦେଇଛି, ଟିକେ ହାର୍ଡ କରି ଡୋ ଟା ବନେଇଛି। ଏବେ ଖଟା ପାଣି ଟା ପୁରା ଭଲସେ ବନେଇକି ରଖିଦେଇଛି। ତାପରେ ମସଲା ଫିଲିଙ୍ଗ ଟା ବନେଇଦବା, ଆଉ ତାପରେ ବେଲିକି ଗୋଟେ ଗୋଟେ କରି ଆମେ ଛାଣିବା, ଦେଖିବେ କେତେ ପରଫେକ୍ଟ ହେଇଛି। ସତ କହିବି ଗୁପଚୁପ୍ ବନେଇବା ଆଇଡିଆ ଟା ମୋ ମାଇଣ୍ଡ କୁ କାହିଁକି ଆସିଲା, ଗୋଟେ ଥର ଇଚ୍ଛା ହେଲା ଗୁପଚୁପ୍ ଖାଇବାକୁ ତ ମୁଁ ମାର୍କେଟ ଯାଇଥିଲି। ମାର୍କେଟ ଯାଇକି ଗୁପଚୁପ୍ ଖାଇଲି। ଆପଣ ଜଜ୍ କରିବେନି ମୋ କଥାକୁ, ମୁଁ 20 ଟଙ୍କାର ଗୁପଚୁପ୍ ଖାଇଲେ ମୋର ସବୁବେଳେ ପେଟ ପୁରିଯାଏ। ମୁଁ 20 ଟଙ୍କାର ଖାଇଲି, ସେଦିନ ମତେ ପୁରା ବହୁତ କମ ଲାଗିଲା। ମୁଁ ପଚାରିଲି ଭାଇ କେତେଟା ଦଉଛନ୍ତି କି? ସେ କହିଲା 10 ଟଙ୍କାରେ 4ଟା। ଆଉ ଗୁପଚୁପ୍ ସାଇଜ ବି ମୁଁ ପୁରା ସକ୍ ହେଇଗଲି, 10 ଟଙ୍କାରେ 4ଟା। ଆଉ ଗୁପଚୁପ୍ ସାଇଜ ବି ଏତେ ବଡ ନଥିଲା, ଆଉ ସେଟା ବିନା ପିଆଜରେ ଥିଲା। ମୁଁ କହିଲି 10 ଟଙ୍କାରେ 4ଟା କେବେଠୁ ହେଇଗଲାଣି, ମାନେ ମତେ ସତ କହିବି ମତେ ବହୁତ ଦୁଃଖ ଲାଗିଲା। ମୁଁ ଆସିକି ମୋ ହଜବେଣ୍ଡ କୁ କହିଲି, ମୋ ହଜବେଣ୍ଡ କହିଲେ ତମେ ଆଉ 20-30 ଟଙ୍କାର ଖାଇଦେଲନି, କଣ ପଇସା ନଥିଲା? ମୁଁ କହିଲି ନା ନା ପଇସା ଟା ମ୍ୟାଟର ନୁହେଁ, କିନ୍ତୁ ଗୁପଚୁପ୍ ର କ୍ଵାଣ୍ଟିଟି ଟା କମିଗଲେ ଭାରି ଦୁଃଖ ଲାଗେ। ତାପରେ ପିଲା ବେଳ କଥା ମନେ ପଡିଗଲା, 1 ଟଙ୍କାରେ ଆମେ 5ଟା ଗୁପଚୁପ୍ ଖାଉ। ଆଉ 2 ଟଙ୍କାର ଗୁପଚୁପ୍ ଖାଇକି ପେଟ ପୁରା ଫୁଲ। ହଉ ଛାଡନ୍ତୁ ସେ କଥା, ଏବେ ତ ସବୁ ଚେଞ୍ଜ ହେଇଗଲାଣି। ପିଲା ବେଳ କଥା ଆଉ ନାହିଁ। ଦେଖିଲେ ଗୁପଚୁପ୍ ଟା କେତେ ପରଫେକ୍ଟ ହେଇଛି, ଆଉ ସବୁ ବଢିଆ ସେ ଫୁଲି ଯାଇଛି। ମୁଁ ଆପଣଙ୍କୁ କାଢିକି ଦେଖଉଛି, ଦେଖନ୍ତୁ। ଆଉ ବିଲିଭ କରନ୍ତୁ, ମୁଁ ଆପଣଙ୍କୁ ସାଉଣ୍ଡ ଟା ଶୁଣେଇବି, ଆପଣ ଦେଖିବେ କେତେ କ୍ରିସ୍ପି ବି ବନିଛି। ଏବେ ଆମର ଗୁପଚୁପ୍ ଟା ପୁରାପୁରି ରେଡି ହେଇଗଲା, ଗୁପଚୁପ୍ ସହିତ ଆଳୁ ମସଲା ଆଉ ଖଟା ପାଣି। ଚାଲନ୍ତୁ ଏବେ ଏଞ୍ଜୟ କରିବା। ଶୁଣିଲେ ତ ସାଉଣ୍ଡ ଟା କେତେ କ୍ରିସ୍ପି ଆଉ ପରଫେକ୍ଟ ହେଇଛି। ଆପଣ ବି ଟ୍ରାଏ କରନ୍ତୁ, ଟିକେ ପରିଶ୍ରମ ପଡିବ କିନ୍ତୁ ନିଜେ କରିକି ଖାଇଲେ ବି ବହୁତ ମଜା ଆସେ। ଏବେ ରେଡି ହେଇଗଲା ଆମର ଗୁପଚୁପ୍। ଥ୍ୟାଙ୍କ ୟୁ ଫର ୱାଚିଂ, ପ୍ଲିଜ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ।